ପ୍ରେଜ୍ ଲର୍ଡ। ଆଜିର ବାକ୍ୟ ହେଉଛି ଈଶ୍ୱର କାହିଁକି ସେହି ଦ୍ୱାର ବନ୍ଦ କଲେ। କେତେବେଳେ ଆମ ଜୀବନରେ ଏକ ଦ୍ୱାର ବନ୍ଦ ହୋଇଗଲେ ଆମେ ଦୁଃଖିତ ଅନୁଭବ କରୁ। ଆମେ ଚାହୁଁଥିବା ଚାକିରି ହରାଇଲେ ଆମେ ନିରାଶ ଅନୁଭବ କରୁ। ଆମେ ପ୍ରାର୍ଥନା କରିଥିବା କାମ ନ ହେଲେ ଆମେ ଦ୍ୱନ୍ଦ୍ୱ ଅନୁଭବ କରୁ। ଆମେ ଆଶା କରିଥିବା ସୁଯୋଗ ହଠାତ୍ ଶେଷ ହୋଇଗଲେ ଆମେ ଦୁଃଖ ଅନୁଭବ କରୁ। କିନ୍ତୁ ଏଠାରେ ସତ୍ୟ ଅଛି, ଯେତେବେଳେ ଈଶ୍ୱର ଏକ ଦ୍ୱାର ବନ୍ଦ କରନ୍ତି ସେ ଆମକୁ ତ୍ୟାଗ କରୁନାହାନ୍ତି, ବରଂ ସେ ଆମକୁ ସୁରକ୍ଷା ଦେଉଛନ୍ତି। ଏବ୍ରୀ 11:1 କୁହେ ଯେ ବିଶ୍ୱାସ ହେଉଛି ଆମେ ଯାହା ଆଶା କରୁଛୁ ତାହା ଉପରେ ଆତ୍ମବିଶ୍ୱାସ ଏବଂ ଯାହା ଆମେ ଦେଖୁନାହୁଁ ତାହା ଉପରେ ନିଶ୍ଚିତତା। ଆମେ ସମ୍ପୂର୍ଣ୍ଣ ଚିତ୍ର ଦେଖିପାରୁନାହୁଁ, କିନ୍ତୁ ଈଶ୍ୱର ଆଗକୁ ବିପଦ ଦେଖନ୍ତି। ଆମେ ଯାହା ଦେଖିପାରୁନାହୁଁ ତାହା ସେ ଦେଖନ୍ତି। ଆମେ ଯାହା ଶୁଣିପାରୁନାହୁଁ ତାହା ସେ ଶୁଣନ୍ତି। ଈଶ୍ୱର ଜାଣନ୍ତି ଯେ ଆମେ ଲଢ଼ିବାକୁ ପ୍ରସ୍ତୁତ ନୁହଁ। ତେଣୁ ବନ୍ଦ ଦ୍ୱାର ଦଣ୍ଡ ନୁହେଁ। ଏହାର ଅର୍ଥ ଈଶ୍ୱର ଆମକୁ ତାଙ୍କ ଉପରେ ବିଶ୍ୱାସ କରିବାକୁ କହୁଛନ୍ତି। ଏହାର ଅର୍ଥ ଈଶ୍ୱର ଆମ ପାଇଁ କିଛି ଭଲ ପ୍ରସ୍ତୁତ କରୁଛନ୍ତି। ବନ୍ଦ ହୋଇଥିବା ଦ୍ୱାର ପାଇଁ କାନ୍ଦିବା ନାହିଁ, ତାଙ୍କ ସୁରକ୍ଷା ପାଇଁ ଈଶ୍ୱରଙ୍କୁ ପ୍ରଶଂସା କରିବା। କାରଣ ଯେଉଁ ଈଶ୍ୱର ଗୋଟିଏ ଦ୍ୱାର ବନ୍ଦ କରିଥିଲେ ସେ ହିଁ ଆମ ପାଇଁ ଆହୁରି ଭଲ ଦ୍ୱାର ଖୋଲିବେ। ତାଙ୍କର ଯୋଜନା ସର୍ବଦା ସମ୍ପୂର୍ଣ୍ଣ। ପ୍ରେଜ୍ ଲର୍ଡ।